ତେଣୁ ସଚିବ ଏବେ ବି ଚଲାଉଛନ୍ତି ସେଇ ଓଏସ୍ ଅଫିସର ମାନେ ଓଆରଏସ୍ ଅଫିସର ମାନେ ସେମାନେ ସରକାରଙ୍କୁ ମୋଡ଼ି ମକଚିକି ଗୋଟେ ନିୟମ ତିଆରି କରୁଛନ୍ତି ଯୋଉଟା ସମ୍ବିଧାନ ନିୟମ ବାହାରେ ବି ଏବଂ ଜବରଦସ୍ତ ଲୋକଙ୍କ ସରକାର ଲୋକ ଯାଉଛନ୍ତି ତାଙ୍କ କର୍ମୀ ଯାଉଛନ୍ତି ଜେଲ୍ କିଛି କାମ ନାହିଁ ବୁଝୁ ବୁଝୁ ନ ବୁଝୁ ମାର ମାର ଭଣ୍ଡାରିଆକୁ ମାର ଭଳିଆ ସେ କିଛି ନାହିଁ ତାଙ୍କ ଦୋଷ କ'ଣ ଅଛି ନ ଅଛି ଆମେ ଜାଣିନେ ସେ ଜଗା ପ୍ରଧାନଙ୍କର କିନ୍ତୁ ତାଙ୍କୁ ନେଇକି ଜବରଦସ୍ତ ଭିତରେ ନେଇ ପୁରେଇବା ମେଡିକାଲ କ୍ଷେତ୍ରରେ ଦେଖନ୍ତୁ ଆପଣ ବସ୍ ଷ୍ଟାଣ୍ଡ ଗୁଡ଼ିକ କ୍ଷେତ୍ର ଯେଉଁ କ୍ଷେତ୍ରରେ ଦେଖିବେ ସେଠି ଡେଭଲପମେଣ୍ଟ ହେଉଥିଲା ଏବେ ଯେଉଁ ବର୍ଷକର ଯେଉଁ ବିଜେପି ସରକାର ଆସିଲାଣି ଏବେ ମାଟି ଗାଣ୍ଡୁଏ କୌଣସି ଗାଁରେ ପଡ଼ିନାହିଁ ଖାଲି ଗପିବା ଗପୁଛନ୍ତି ଇଏ କଥା ଦେଇ କଥା ଯେଉଁ ରଖିବା କଥା କହୁଛନ୍ତି ଗପ ଶୁଣାଉଛନ୍ତି କୌଣସି ପ୍ରକାର କଥା ଦେଇ କଥାରେ ଶୁଣିବାର ନାହିଁ ଏବଂ ସେଠାରେ ସେ ଟ୍ରିଟମେଣ୍ଟ ହେଲେ ଏବଂ କାଲି ଗୋଟେ ଭିଡ଼ିଓ ଜାରି କଲେ ଯେଉଁମାନେ ତାଙ୍କୁ ଟ୍ରିଟମେଣ୍ଟ କରୁଥିଲେ ତାଙ୍କର ସେବା ଶୁଶ୍ରୂଷା କରୁଥିଲେ କାର୍ଯ୍ୟକ୍ରମ ଯେଉଁ ନର୍ସ ଡକ୍ଟର ଏବଂ ଯେଉଁମାନେ ସବୁ ଥିଲେ ସମସ୍ତଙ୍କୁ ସେ କାଲି ଧନ୍ୟବାଦ ଦେଲେ ସମସ୍ତଙ୍କୁ ହାତ ମିଳେଇଲେ ଏବଂ ଏ ଘଟଣାଟି କାଲି ଗୋଟେ ଯେଉଁ ଭିଡ଼ିଓ ଜାରି ହେଲା କାଲି ସେଠି ଡାକ୍ତରଙ୍କ ପରାମର୍ଶ କ୍ରମେ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ ଦିଲ୍ଲୀରେ ତାଙ୍କ ଯେଉଁ ବାସଭବନ ଅଛି ଘର ଅଛି ସେଠାରେ ଆହୁରି 7-8 ଦିନ ସେ ଯେଉଁ ରହିବେ ଘରେ ରହିବେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଓଡ଼ିଶା ଫେରିବେ ଓଡ଼ିଶାର ଯେଉଁ ନବୀନ ପଟ୍ଟନାୟକ ଯେଉଁ ବିକଶିତ ଓଡ଼ିଶା ବିକାଶ ଧାରାକୁ ଆଗକୁ ନେଇଥିଲେ ଯେଉଁ ଭଳିଆ ଦୌଡ଼ୁଥିଲା ବିକାଶ ଆପଣ ପ୍ରତ୍ୟେକ କ୍ଷେତ୍ରରେ ମଠ ମନ୍ଦିର କ୍ଷେତ୍ରରେ ଦେଖନ୍ତୁ ସ୍କୁଲ ଗୁଡ଼ିକ କ୍ଷେତ୍ରରେ ଦେଖନ୍ତୁ ମେଡିକାଲ କ୍ଷେତ୍ରରେ ଦେଖନ୍ତୁ ଆପଣ ବସ୍ ଷ୍ଟାଣ୍ଡ ଗୁଡ଼ିକ କ୍ଷେତ୍ର ଯେଉଁ କ୍ଷେତ୍ରରେ ଦେଖିବେ ସେଠି ଡେଭଲପମେଣ୍ଟ ହେଉଥିଲା ଏବେ ଯେଉଁ ବର୍ଷକର ଯେଉଁ ବିଜେପି ସରକାର ଆସିଲାଣି ଏବେ ମାଟି ଗାଣ୍ଡୁଏ କୌଣସି ଗାଁରେ ପଡ଼ିନାହିଁ ଖାଲି ଗପିବା ଗପୁଛନ୍ତି ଇଏ କଥା ଦେଇ କଥା ଯେଉଁ ରଖିବା କଥା କହୁଛନ୍ତି ଗପ ଶୁଣାଉଛନ୍ତି କୌଣସି ପ୍ରକାର କଥା ଦେଇ କଥାରେ ଶୁଣିବାର ନାହିଁ ଏବଂ ଆଉ ଗୋଟେ କଥା ହେଉଛି ସେତେବେଳେ ବିରୋଧୀ ଦଳ ହିସାବରେ ସେମାନେ ଯେଉଁ କହୁଥିଲେ ଯେ ଆପଣଙ୍କର ଯେଉଁ ସଚିବ ବଡ଼ ନା ମନ୍ତ୍ରୀ ବଡ଼ ଗୋଟେ ଗଣମାଧ୍ୟମରେ ଚର୍ଚ୍ଚା ଖୋରାକ ଯୋଗ୍ୟ ଥିଲା ସାଧାରଣ ଲୋକଙ୍କ ପାଖରେ ଖୋରାକ ଥିଲା ଏବେ ଗୋଟେ ରିସେଣ୍ଟ ଏକ ଘଟଣା ଘଟିଗଲା ସଚିବ ବଡ଼ ନା ମନ୍ତ୍ରୀ ନେତା ବଡ଼ ଏ ଭିତରେ ଦେଖିବେ ଯେଉଁମାନେ ଓଏସ୍ ମାନେ ତାଙ୍କ କଥା ରହୁଛି ଏବଂ ଯେଉଁଠି ନେତାମାନେ ଲୋକଙ୍କ କଥା ଏଠି ରହୁନାହିଁ ତେଣୁ ସଚିବ ଏବେ ବି ଚଲାଉଛନ୍ତି ସେଇ ଓଏସ୍ ଅଫିସର ମାନେ ଓଆରଏସ୍ ଅଫିସର ମାନେ ସେମାନେ ସରକାରଙ୍କୁ ମୋଡ଼ି ମକଚିକି ଗୋଟେ ନିୟମ ତିଆରି କରୁଛନ୍ତି ଯୋଉଟା ସମ୍ବିଧାନ ନିୟମ ବାହାରେ ବି ଏବଂ ଜବରଦସ୍ତ ଲୋକଙ୍କ ସରକାର ଲୋକ ଯାଉଛନ୍ତି ତାଙ୍କ କର୍ମୀ ଯାଉଛନ୍ତି ଜେଲ୍ କିଛି କାମ ନାହିଁ ବୁଝୁ ବୁଝୁ ନ ବୁଝୁ ମାର ମାର ଭଣ୍ଡାରିଆକୁ ମାର ଭଳିଆ ସେ କିଛି ନାହିଁ ତାଙ୍କ ଦୋଷ କ'ଣ ଅଛି ନ ଅଛି ଆମେ ଜାଣିନେ ସେ ଜଗା ପ୍ରଧାନଙ୍କର କିନ୍ତୁ ତାଙ୍କୁ ନେଇକି ଜବରଦସ୍ତ ଭିତରେ ନେଇ ପୁରେଇବା ତେଣୁ ଏଇ ଘଟଣା ଗୁଡ଼ିକ ନିଶ୍ଚିତ ଭାବରେ ସଚିବ ବଡ଼ ଏବେ ବି ଅଛନ୍ତି ସଚିବଙ୍କ ଦବଦବା ଅଛି ସଚିବ ତାଙ୍କ କାର୍ଯ୍ୟଶୈଳୀ ଚଲେଇଛନ୍ତି ଏବେ ବି ତେଣୁ ଏ ଘଟଣାଟି ନିଶ୍ଚିତ ଭାବରେ ଏକ ଘୃଣିତ ପ୍ରଥା ଓଡ଼ିଶାର ଗୋଟେ ଘଟିଲା ଏବଂ ସେଇ ଯେଉଁ ଘଟଣା ଗୁଡ଼ିକ ପାଣ୍ଡିଆନର ଦବଦବା ବେଳେ ପାଣ୍ଡିଆନ ଯେଉଁଠି ହେଲିକପ୍ଟର ବୁଲୁଥିଲା ପାଣ୍ଡିଆନ ଏକକାଳୀନ ଯେତେବେଳେ ସଭାରେ ବସୁଥିଲା ନେତାମାନଙ୍କୁ ତଳେ ବସାଉଥିଲା ଏବଂ ସେଇ ପାଣ୍ଡିଆନ ଏବେ ପେଚା ମୁହାଁ ଭଳିଆ ରାତିରେ ବୁଲୁଛି ଆଉ ଦିନରେ ସେ ବୁଲି ପାରୁଛି ସେ ଲୁଚିକି ତାର ବୁଲୁଛି ଲୁଚିକି କ'ଣ କାର୍ଯ୍ୟକ୍ରମ କରୁଛି ବ୍ୟବସାୟ କରୁଛି ତେଣୁ ଏ ଘଟଣାଟି ଓଡ଼ିଶାବାସୀ ଯେତେ ଘୃଣିତ କରିଥିଲେ ଏବେ ସଚିବମାନଙ୍କର ଯେଉଁ ଦବଦବା ଦେଖାଇছে ତାକୁ ସରକାର ନିଶ୍ଚିତ ଭାବରେ ଅଙ୍କୁଶ ଲଗାନ୍ତୁ ଯେତେବେଳେ କହୁଛନ୍ତି ନହେଲେ ଏଙ୍କ ସରକାରକୁ ଲୋକ କହିବେ ମିଛୁଆ ସରକାର କାହିଁକିନା ଏମାନେ କହୁଛନ୍ତି ଲୋକଙ୍କ ସରକାର ଦେଖିଲେ ଅଫିସର ମାନଙ୍କର କାମ କରୁଛନ୍ତି ଲୋକଙ୍କ କଥା ଶୁଣୁନାହାନ୍ତି ଲୋକ ରାସ୍ତାରେ ବୁଲିଲେ ରାସ୍ତାରେ ଆନ୍ଦୋଳନ କଲେ ଏବଂ ଲୋକଙ୍କ ଭିତରେ ଲୋକ ଯେଉଁମାନେ ତାଙ୍କୁ ମ୍ୟାଣ୍ଡେଟ୍ ଦେଇଥିଲେ ଯେଉଁମାନେ ସରକାର ଆଣିଥିଲେ ସେଇମାନଙ୍କ ବିରୁଦ୍ଧରେ ବି ସେମାନେ ଆକ୍ସନ ନେଇଯାଉଛନ୍ତି ମାର ମାର ଭଣ୍ଡାରିଆକୁ ମାର ଭଳିଆ ତେଣୁ ଏ ଘଟଣା ଓଡ଼ିଶା ଲୋକ ବି ନିନ୍ଦା କରୁଛନ୍ତି जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।